ମୁଁ ବେଙ୍ଗଲୁରୁ ଆସିଲା ପରେ ମୋତେ ରୁମ୍ରେ ଛାଡ଼ି ଦେଇ ସମସ୍ତେ ଡ୍ୟୁଟି ପଳେଇ ଯାଇଥିଲେ। ମୋତେ ଜୋରୁ ଭୋକ ଲାଗୁଥିଲା କିନ୍ତୁ ରୁମ୍ରେ କିଛି ଖାଇବା ନଥିଲା। ହଠାତ୍ ଇଚ୍ଛା ହେଲା ବିରିୟାନୀ ଖାଇବା ପାଇଁ। ସେଥିପାଇଁ ମୁଁ ଜଲ୍ଦି ମୋ ଟି ସାର୍ଟକୁ ପିନ୍ଧି ବାହାରିଗଲି କେଉଁ ହୋଟେଲରେ ଭଲ ବିରିୟାନୀ ମିଳିବ ଖୋଜିବା ପାଇଁ। ଛାତ ଉପରୁ ଦୌଡ଼ି ଡିଆ ମାରି ସିଧା ଆସି ପହଞ୍ଚିଗଲି ବେଙ୍ଗଲୁରୁ ଥାଲଘାଟାପୁରାର ଏକ ହୋଟେଲରେ। ଏଠି ଆସି ଦେଖିଲି ବହୁତ ଲୋକ ଖାଉଥିଲେ। ସେଥିପାଇଁ ମୁଁ ଆଉ ୱେଟ୍ ନ କରି ମୁଁ ଅର୍ଡ଼ର କରିଦେଲି ଗୋଟେ ବିରିୟାନୀ ପ୍ଲେଟ୍, ଯାହାର ପ୍ରାଇସ୍ ଥିଲା 100 ଟଙ୍କା। କିନ୍ତୁ ବିରିୟାନୀ ଦେଖି ମୋ ମନ ଖରାପ ହେଇଗଲା, କାହିଁକିନା ବିରିୟାନୀ ଦେଖିବାକୁ ଏତେ ଖାସ୍ ନଥିଲା। ବିରିୟାନୀରେ ଗୋଟେ ଲେଗ୍ ପିସ୍ ଆଉ ଗୋଟେ ଚିକେନ୍ ଥିଲା, କିନ୍ତୁ ରାଇତା ଆଉ ଚିକେନ୍ ଝୋଳ ଅନଲିମିଟେଡ୍ ଥିଲା। ମୁଁ ଆଉ ୱେଟ୍ ନ କରି ଜଲ୍ଦି ଖାଇଲି। କିନ୍ତୁ ଟେଷ୍ଟ ହିସାବରେ ବିରିୟାନୀ ଆଭରେଜ୍ ଥିଲା। 100 ଟଙ୍କାରେ ଠିକ୍ ଠାକ୍ ଥିଲା ମୋତେ ଲାଗିଲା। ଆହୁରି ବି ଭଲ ହେଇପାରିଥାନ୍ତା, କିନ୍ତୁ ଯେହେତୁ ସେମାନେ ସାଉଥ୍ ଇଣ୍ଡିଆନ୍, ସେମାନଙ୍କୁ ଯେମିତି ଭଲ ଲାଗିବ ସେମାନେ ସେମିତି କରିବେ। ଶେଷରେ ଖାଇ ପ୍ଲେଟ୍ ପୁରା ସଫା କରିଦେଲି। ଆଉ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିତ ଲାଇକ୍ କରିବେ, କମେଣ୍ଟ କରିବେ, ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।